କିଛି ଜଣାପଡ଼ିଲା ମୋ ପୁଅ ବିଷୟରେ? ମୋତେ ତା କଥା ଭାରି ଚିନ୍ତା ଲାଗୁଛି। କ'ଣ ହେଇଥିବ? କାକି, ଆମକୁ ଜଙ୍ଗଲରୁ ତମ ପୁଅର ଜାମା ଆଉ କିଛି ଚମଡ଼ା ପାଇଲୁ, ଆଉ କିଛି ବି ମିଳିଲାନି। ସୁଦାମର କଥା ଶୁଣି ବୁଢ଼ୀ ମାଉସୀ କାନ୍ଦିବାକୁ ଲାଗିଲା। ଏବେ ଆମେ କ'ଣ କରିବା? ଆମ ଗାଁରୁ ଗୋଟେ ଗୋଟେ ଲୋପ ପାଇଯାଉଛନ୍ତି ପୁଅ ପିଲାମାନେ। ଏମିତି ଯଦି କିଛି ଦିନ ଚାଲିବ ଆମ ସଂସାର ବୁଡ଼ିଯିବ। ତମମାନଙ୍କର ମନେ ଅଛି ସେ ବାବା କ'ଣ କହି ଯାଇଥିଲେ? କାହାକୁ ତ ଗୋଟେ କିଛି ରିସ୍କ ନେବାକୁ ପଡ଼ିବ। ସେଥିପାଇଁ ମୁଁ ରାଜି ଅଛି। ମୁଁ ସେ ବନ ଦେବତା ପାଖକୁ ଯିବି, ସୁନ୍ଦରୀ ବନରୁ କାଠ ନେଇକି ଆସିବି। ହେଲେ ଭୋଳା, ତୋ ଜୀବନକୁ ତୁ ବାଜି ଲଗେଇବୁ କାହିଁକି? ମାଉସୀ, ଆମକୁ ତ କାହାକୁ ଗୋଟେ ରିସ୍କ ନେବାକୁ ପଡ଼ିବ ନା। ସେଥିପାଇଁ ମୁଁ ଯେତେ ଦିନ ବଞ୍ଚିବାକୁ ଚାହୁଁଥିଲି ବଞ୍ଚିଗଲି। ଏବେ ମୋତେ ଗାଁ ଲୋକଙ୍କ ପାଇଁ କିଛି କରିବାକୁ ପଡ଼ିବ। ତାପରେ ସମସ୍ତେ ଚାଲିଲେ ସେହି ସାଧୁ ବାବା ପାଖକୁ, ଯିଏକି ଜଙ୍ଗଲରେ କୋଡ଼ିଆ କରି ଗଛ ମୂଳରେ ରହୁଥିଲା। ବାବା, ଆମକୁ ବଞ୍ଚାଇ ଦିଅ। ଆମ ଗାଁରୁ ଗୋଟେ ଗୋଟେ ଲୋପ ପାଇଯାଉଛନ୍ତି ଲୋକମାନେ। ଆମକୁ କ'ଣ କରିବାକୁ କୁହନ୍ତୁ। ଆପଣ ଯେମିତି କହିବେ ଆମେ ଠିକ୍ ସେମିତି କରିବୁ। ହେଲେ ଆମକୁ ବଞ୍ଚାଇ ଦିଅ। ଓମ୍ ସ୍ୱାହା। ମୁଁ ତୁମମାନଙ୍କୁ କ'ଣ କହିଥିଲି ମନେ ଅଛି ନା? ଆଉ ଥରେ ମନେ ପକାଇଦେବି ତୁମକୁ। ଖାଲି ସେ ମନ୍ଦିରରେ ଦୀପ ଜାଳିଦେଲେ ହେବ ନାହିଁ। ସେହି ଦେବୀ ମା'କୁ ପ୍ରସନ୍ନ କରିବାକୁ ପଡ଼ିବ। ଆଉ ତା ପାଇଁ ଗୋଟିଏ ଉପାୟ ହେଲା, ବାବା ମୁଁ ଜାଣିଛି ଆମକୁ କ'ଣ କରିବାକୁ ପଡ଼ିବ। ମୋର ମନେ ଅଛି ଆପଣ ଯାହା କହିଥିଲେ। ଆପଣ କହିଥିଲେ ନା, ଏ ଜଙ୍ଗଲ ପାର ହୋଇ ଆର ଜଙ୍ଗଲ ସୁନ୍ଦରବନରୁ କିଛି ଚନ୍ଦନ କାଠ ଆଣି ଦେବୀ ମା'ଙ୍କ ହୋମକୁଣ୍ଡରେ ଜାଳିବାକୁ ପଡ଼ିବ। ତାହେଲେ ବଶ୍ଚ ତୁମର ସବୁ କଥା ମନେ ଅଛି ତାହେଲେ। ତାପରେ ଭୋଳା ଚାଲିଗଲା ନଈ ପାର ହୋଇ ଆର ପାଖ ଜଙ୍ଗଲକୁ। ଭୋଳା ହାତରେ ଲଣ୍ଠନ ଆଉ ଗୋଟିଏ ହାତରେ କୁରାଢ଼ୀ ଧରି ଜଙ୍ଗଲ ଭିତରକୁ ପଶି ଯାଉଥାଏ। ଆଉ କିଛି ବାଟ ଗଲା ପରେ ଭୋଳାକୁ କିଛି ଅଦ୍ଭୁତ ଗନ୍ଧ ତା ନାକରେ ବାଜିଲା। ସେ ଜାଣିପାରିଲା ଇଏ ଏମିତି ସେମିତି ଗନ୍ଧ ନୁହଁ। ଭୋଳାକୁ ଟିକେ ଡର ଲାଗୁଥାଏ। ଆଉ ସେ ଲଣ୍ଠନ ଟେକି ଦେଖେ ତ ତା ସାମ୍ନାରେ ଦୁଇଟି ଆଖି ନିଆଁ ଭଳି ହୁତୁ ହୁତୁ ହୋଇ ଜଳୁଛି। ହେ ଭଗବାନ, ଏ ଜୀବଟି କିଏ? ଅଧା ମଣିଷ ଆଉ ଅଧା ବାଘ ଭଳି ଦେଖାଯାଉଛି। ଆଉ ପୁଣି ତାର ସେ ଗର୍ଜନ। ତାପରେ କିଛି ସମୟ ପରେ ଭୋଳାର ନାମ ନିଶାନ ମିଟିଗଲା। ଗାଁର ଲୋକମାନେ ସବୁ ପ୍ରାର୍ଥନା କରୁଥାନ୍ତି ଭଗବାନଙ୍କୁ। ରାତି ପାଇ ସକାଳ ହେଲା। ଗାଁ ଲୋକମାନେ ସେହି କଥାକୁ ବସି ଭାବୁଥାନ୍ତି। ଆଉ ସେ ମାଉସୀ ଜଣକ ତା ପୁଅ କଥା ଭାବି ବହୁତ କାନ୍ଦୁଥାଏ। ରୋହିତ, ଅମିତ ଆଉ ସାହିଲ ସୁନ୍ଦରବନରେ ଯାଇ ପହଞ୍ଚିଗଲେ। କ'ଣ ତମେ ଦୁଇଜଣ ଆଜି ଡିସାଇଡ଼୍ କରିନେଇଛ ଏହି ସୁନ୍ଦରବନ ଜଙ୍ଗଲରେ ରହିବାକୁ? ମୋତେ ତ ଭାରି ଡର ଲାଗୁଛି। ମୁଁ ଶୁଣିଛି ଏ ଜଙ୍ଗଲଟା କାଳେ ବହୁତ ଭୟଙ୍କର, ବାଘ ଭାଲୁ ଅଛନ୍ତି। ଆରେ ୟାର, ଡର କ'ଣ? ଆମେ ତ 3 ଜଣ ସାଙ୍ଗରେ ରହିବା ନା। ଆଉ ମୁଁ ଫରେଷ୍ଟ ଗାର୍ଡ଼ ସହିତ କଥା ହୋଇସାରିଛି। ସେ ଆମକୁ ବହୁତ ସୁରକ୍ଷା ଦେବେ। ତମେ କାହିଁକି ଏତେ ଟେନସନ୍ ନେଉଛ? ଏତିକ କଥା ହେଉ ସୁନ୍ଦରବନ ଘଞ୍ଚ ଜଙ୍ଗଲରେ ଯାଇ ପହଞ୍ଚିଗଲେ। ତୁ ସତରେ ଫରେଷ୍ଟ ଗାର୍ଡ଼ ସହିତ କଥା ହେଇଛୁ ନା ଆମକୁ ମନ ବୁଝିବା ପାଇଁ କହୁଛୁ? ମୋତେ ତ ଭାରି ଡର ଲାଗୁଛି। ଆମେ କ'ଣ ସତରେ ଏଇ ଜଙ୍ଗଲ ଭିତରେ ରହିବା, ରାତି କଟାଇବା ଆଜି? ଆଉ କେଉଁଠି ରହିଲେ ହେବନି? ଆରେ ୟାର, ତୁ କାହିଁକି ଏତେ ଟେନସନ୍ ନେଉଛୁ? ଆମେ 2 ଜଣ ତୋ ପାଖରେ ଅଛୁ ନା। ଆଉ ବାକି ରହିଲା ବାଘ ଭାଲୁ, କେହି ବି ଆସିବେନି। ଆମେ ରାତି ସାରା ନିଆଁ ଲଗାଇ ବସିବା। ତୁ ବହିରେ ପଢ଼ିନୁ କି ବାଘ ଭାଲୁମାନେ ନିଆଁକୁ ଭାରି ଡରନ୍ତି? ଆମେ ତ ନିଆଁ ଲଗାଇ ବସିବା ନା, ସେ କାହିଁକି ଆମ ପାଖକୁ ଆସିବେ? ତୁ ଏତେ ଟେନସନ୍ ନେନି। 3 ଜଣ ଟେଣ୍ଟ ମାରି 3ଟି ଚେୟାରରେ ନିଆଁ ଲଗାଇ ବସିଥାନ୍ତି। ରାତି କିଟମିଟ ଅନ୍ଧାର ହୋଇଥାଏ। ଜଙ୍ଗଲରୁ ଶୁଭୁଥାଏ ସବୁ ପଶୁପକ୍ଷୀଙ୍କ କରାଳ ରଡ଼ି। ଆରେ ସାହିଲ, ମୋତେ ତ ଭାରି ଡର ଲାଗୁଛି। ଦେଖୁନୁ କେମିତି ଶୁଭା ଯାଉଛି
ଭୟଙ୍କର ରଡ଼ି ପଶୁମାନଙ୍କର। ମୋତେ ତ ଭାରି ଡର ଲାଗିଲାଣି। ଚାଲ ନା ଏବେ ପଳାଇ ଯିବା ଆମେ ଏଠାରୁ। ହା ହା ହା, ତୁ ଏଇ ଶବ୍ଦ ଶୁଣି ଡରି ଯାଉଛୁ? ତୋତେ ଟିକେ ଲାଜ ଲାଗୁନି? ଆମକୁ ତ କାହିଁ ଡର ଲାଗୁନି, ତୋତେ ବେଶୀ ଡର ଲାଗୁଛି। ତମେମାନେ କିଛି ବୁଝୁନ କାହିଁକି? ମୋତେ କିଛି ଠିକ୍ ଲାଗୁନି। ମୋତେ କିଛି ଅଶୁଭ ସଂକେତ ଲାଗୁଛି। ହେ, ତୁ ବେକାର କଥା କହନି, ଚୁପ୍ କରି ଥିରିନା ବସ୍। ଠିକ୍ ସେତିକି ବେଳେ ବୁଦାମୂଳରୁ କେହି ଆସିବାର ଶବ୍ଦ ଶୁଭାଗଲା। ଗୋଟିଏ ଲୋକ ଲଣ୍ଠନ ଧରି କଳା ଚାଦର ଘୋଡ଼ାଇ ସେମାନଙ୍କ ଆଡ଼କୁ ଚାଲି ଆସୁଛି। କେବଳ ଖାଲି ଆଖିଟା ଦେଖାଯାଉଛି। ଏତେ ରାତିରେ ଏ ସୁନସାନ ଜଙ୍ଗଲରେ କିଏ ସେ ଲୋକ? ତମେମାନେ ଏତେ ରାତିରେ ଏ ଜଙ୍ଗଲରେ? ଲୋକଟି କିଛି ନ କହି ସେଠାରୁ ଚାଲିଯାଇ ତଳେ କିଛି ଗାରେଇବାକୁ ଲାଗିଲା। ତୁମେ ସେଠାରେ କ'ଣ କରୁଛ? ତୁମମାନଙ୍କର ସୁରକ୍ଷା ପାଇଁ ମୁଁ ଏଠି ସୁରକ୍ଷା କବଚ ତିଆରି କରୁଛି। ମୁଁ ଶୁଣିଥିଲି। କ'ଣ ସତରେ ବାଘ? ନା, ବାଘ ନୁହଁ, ବାଘଠାରୁ ଆହୁରି ଭୟଙ୍କର। ଅଧା ମଣିଷ ଶରୀର ଆଉ ଅଧା ବାଘ। ମଣିଷ ରୂପୀ ବାଘ। ତମେମାନେ ଆସିବା କଥା ସେ କେବେଠାରୁ ଜାଣିସାରିବଣି। ଆଉ ରହିଲା ବାଘ, ବାଘକୁ ତ ତମେ କ'ଣ ଆପଣ କହିବାକୁ ଚାହୁଁଛନ୍ତି? ତୁମେମାନେ ବାଘଠାରୁ ଚକମା ଦେଖେଇ ବଞ୍ଚି ଯାଇପାରିବ, ହେଲେ ନର ରୂପୀ ବାଘଠାରୁ ନୁହଁ। ସେ ତୁମକୁ ଛାଡ଼ିବନି। ସବୁ ଜଙ୍ଗଲରେ ତ ବାଘ ଭାଲୁ ଅଛନ୍ତି, ହେଲେ ଆମେ ତ ଶୁଣିନାହୁଁ କେବେ ନରରୂପୀ ବାଘ ବୋଲି। ଇଏ କେମିତି ଯିବ? ସେ ନରରୂପୀ ବାଘ ଜିଅନ୍ତା ଗିଳିଦିଏ, ଆଉ ତା ହାବୁଡ଼ରୁ କେହି ବି ବଞ୍ଚି ପାରିବେ ନାହିଁ। ସାହିଲ ଆଉ ଅମିତ ସେ ଲୋକଟିର କଥା ଆଁ କରି ଶୁଣୁଥାନ୍ତି। ତୁମେମାନେ ଯଦି ଚାହୁଁଛ ବଞ୍ଚିବାକୁ, ତାହେଲେ ଏ ଜଙ୍ଗଲ ଛାଡ଼ି ଚାଲିଯାଅ। ଏସବୁ କ'ଣ ହେଉଛି କିଛି ବି ବୁଝି ହେଉନି। ମୁଁ ତୁମମାନଙ୍କୁ କହୁଥିଲି, ହେଲେ ତୁମେମାନେ ମୋ କଥା ଶୁଣିଲନି। ଏବେ ଭୋଗ। ଛାଡ଼, ଏସବୁ ବେକାର କଥା। ମୋତେ ଜୋରସେ ଶୁଶୁ ଲାଗିଲାଣି। ମୁଁ ଶୁଶୁ କରି ଆସୁଛି। ଠିକ୍ ଏତିକି ବେଳେ ସାହିଲ ପଛପଟେ ସେ ଲୋକଟି ଠିଆ ହୋଇଛି। ଆଜି ଅମାବାସ୍ୟାର ରାତି। ସେ କାହାରିକୁ ବି ଛାଡ଼ିବନି। ତୁମମାନଙ୍କୁ କେବେ ବି ସେ ଛାଡ଼ିବନି। କାହିଁକି ଏ ବେକାର କଥା କହିକି ଆମକୁ ଡରାଉଛ? ତୁମେ ତୁମ ବାଟରେ ଯାଅ, ଆମକୁ ଆମ କାମ କରିବାକୁ ଦିଅ। ଏତିକ କହି ସାହିଲ ପାଣି ବୋତଲ କାଡ଼ିରୁ ନେଇ ସେମାନଙ୍କ ସହିତ ଯାଇ ବସିଗଲା। ଆଉ ଏମିତି ପବନ ଜୋରସେ ଦେଲା, ଜଳୁଥିବା କାଠ ଲିଭିଗଲା। ହଠାତ୍ କରି ଜଙ୍ଗଲ ଭିତରୁ କିଛି ଭୟଙ୍କର ଶବ୍ଦ ଶୁଭାଗଲା, ଆଉ ସେ ଚାରିଜଣ ଯାକ ଦୌଡ଼ି ପଳାଇବାକୁ ଚେଷ୍ଟା କଲେ। ମୋହିତର ପାଦ ପଥରରେ ଖସି ହୋଇ ପଡ଼ିଗଲା, ଆଉ ସେ ନରରୂପୀ ରାକ୍ଷସ ବାଘ ତାକୁ ଝାମ୍ପ ମାରି ତାକୁ ଜଙ୍ଗଲ ଭିତରକୁ ଟାଣି ନେଇଗଲା। ଆମେ ତୋ କଥା ମାନିବାର ଥିଲା। ଆମେ ଏବେ ଜଙ୍ଗଲ ଭିତରୁ କିପରି ବାହାରିବା? କିଛି ବୁଦ୍ଧିବାଟ ଦିଶୁନାହିଁ। ସବୁଆଡ଼େ ଖାଲି ଅନ୍ଧକାର ହିଁ ଅନ୍ଧକାର। ମୁଁ ତୁମ ତିନି ଜଣଙ୍କୁ କହିଥିଲି ନା, ଆଜି ଅମାବାସ୍ୟା। ସେ ଆଜି ତା ଶିକାର ନିଶ୍ଚୟ କରିବ। ଆଉ ତମେମାନେ ମୋ କଥାକୁ ବିଶ୍ୱାସ କରିଲ ନାହିଁ। ଏଇ ଜଙ୍ଗଲ ଭିତରେ ରହିଲ। ସେ ତୁମମାନଙ୍କୁ ଛାଡ଼ିବନି। ଜଣକୁ ତ ମାରି ଜଙ୍ଗଲ ଭିତରକୁ ଟାଣି ନେଇ ସାରିଛି। ଆଉ ବାକି ରହିଲ ତମେ ଦୁଇଜଣ। ତମେ ଦୁଇଜଣ ବି ତା ପାଖରେ ହାର ମାନିଯିବ। ଏବେ ଆମେ କ'ଣ କରିବା? ଆମକୁ ବଞ୍ଚା। ତୁମ ଦୁଇଜଣଙ୍କ ପାଖରେ ଆଉ କିଛି ବି ବାଟ ନାହିଁ, କେବଳ ଗୋଟିଏ ବାଟ। ଆଉ ସେ ବାଟଟା ହେଉଛି ମରିବା। ମରିବା ନିଶ୍ଚିତ। ଠିକ୍ ଏତିକି ବେଳେ ଜଙ୍ଗଲର ସେଇ କଳା କିଟକିଟ ଅନ୍ଧାରରୁ ଦୁଇଟି ଆଖି ଜଳୁଥାଏ, ଆଉ ସେମାନଙ୍କ ଆଡ଼କୁ ଆସୁଥାଏ। ସେ ଗୋଟିଏ ଏମିତି ଜୀବ, ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଛି। ମଣିଷ ଭଳି ଚାଲି, ମଣିଷ ଭଳି ଦେହ, ହାତ, ଗୋଡ଼ ଆଉ ମୁହଁଟି। ତାକୁ ଦେଖି ମୋହିତ ଆଉ ସାହିଲ ଦୌଡ଼ିବାକୁ ଲାଗିଲେ। ଆଉ ମୋହିତ ସାମ୍ନାକୁ ସେ ନରରୂପୀ ରାକ୍ଷସ ବାଘ ଚାଲି ଆସେ, ଆଉ ସେ ସଙ୍ଗେ ସଙ୍ଗେ ତାକୁ ଝାମ୍ପ ମାରି ଟାଣି ନିଏ ଜଙ୍ଗଲ ଭିତରକୁ। ହେ ପ୍ରଭୁ, ହେ ବନ ଦେବତା, ମୋତେ ବଞ୍ଚାଇ ଦିଅ। ମୋ ସାଙ୍ଗମାନଙ୍କୁ ସେ ମାରି ଖାଇସାରିଛି।
ଆଉ ମୁଁ ମରିବାକୁ ଚାହେଁନି, ମୋତେ ବଞ୍ଚାଇ ଦିଅ। ଆଉ ତାପରେ ସେମାନଙ୍କ ସାମ୍ନାକୁ ଚାଲି ଆସେ। ମୁଁ ତ ତୋତେ ଖାଇବାକୁ ଦେଇଛି ନା ଆହାର, ତୁ ମୋତେ ମାରେନା, ମୋତେ ଛାଡ଼ିଦେ। ହେଲେ ସେ ଭୋକିଲା ନରରୂପୀ ରାକ୍ଷସ ବାଘ ସେ ଗାଁ ଲୋକକୁ ବି ଛାଡ଼ିଲାନି। ଆଉ ସାହିଲ ଏସବୁ ଘଟଣାକୁ ବରଦାସ୍ତ କରିପାରିଲା ନାହିଁ। ଆଉ ସେ ନରରୂପୀ ରାକ୍ଷସ ବାଘ ସାହିଲକୁ ବି ଛାଡ଼ିଲା ନାହିଁ, ତାକୁ ବି ମାରି ଫୋପାଡ଼ି ଦେଲା।